ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆ କୁଦଠାରେ ଚଳିତ ବର୍ଷ ଚେଳିତେଳ ବାଲିଯାତ୍ରା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବାଲିକୁଦା ଏରସମା ବିଧାୟକ ସାତଦା ପ୍ରସନ୍ନ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ବେହେରା, ତିର୍ତ୍ତୋଲ ତହସିଲଦାରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଆନୁଷ୍ଠାନିକ ଭାବେ ଐତିହାସିକ ଚେଳିତୋଳ ବାଲିଯାତ୍ରାକୁ ଉଦ୍ଘାଟନ କରିଥିଲେ। ଦୀର୍ଘ 23 ବର୍ଷ ଧରି ଏହି ବାଲିଯାତ୍ରା ଚାଲି ଆସିଥିବା ବେଳେ ଏହିଠାରୁ ବିଭିନ୍ନ ସ୍ଥାନକୁ ସାଧବ ପୁଅମାନେ ବେପାର ବଣିଜ କରିବା ପାଇଁ ଯାଉଥିଲେ। ଏବେ ନୌବାଣିଜ୍ୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ସ୍ମୃତିକୁ ମନେ ରଖିବା ପାଇଁ ଏହି ବାଲିଯାତ୍ରା ଆୟୋଜନ କରାଯାଉଥିବାର ଅତିଥିମାନେ କହିଛନ୍ତି। ପରେ ବିଭିନ୍ନ କଳାନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। 7 ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା କାର୍ଯ୍ୟକ୍ରମରେ ବହୁ ଅତିଥିମାନେ ଯୋଗ ଦେବା ସହିତ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଧାୟକ କହିଛନ୍ତି। ଗୋଟିଏ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି। ଆଜି ପ୍ରଭାତରେ ମଧ୍ୟ ମୁଁ ଶୁଣିଲି ଶତାଧିକ ଲୋକମାନଙ୍କ ସହିତ ଆମ ମାନ୍ୟବର ବିଧାୟକ ସମସ୍ତେ ମିଳିମିଶି ଯେଉଁ ବୋଇତଟିକୁ ବନ୍ଦେଇଲେ ସେଇ ଗୋଟାକ ହେଉଛି ଗୋଟେ ବଡ଼ କାର୍ଯ୍ୟ। ପ୍ରଥମ ବର୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବୋଇତ ବନ୍ଦାଣକୁ ଆସିଥିଲେ ଏବଂ ଆମର ଯିଏ ଋଷି ବାବୁ ଇଏ ଉତ୍ସବକୁ ଆରମ୍ଭ କରିଥିଲେ। ଯାଉ ପ୍ରତ୍ୟେକ ବର୍ଷ ସବୁ କଥା ଚାଲିଛି, କିନ୍ତୁ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ଆମେ ରାଜନୀତି କରୁଛୁ ସେଇଟା ଆମର ବ୍ୟବସାୟ ନୁହେଁ, ସେ ହେଉଛି ଆମର ରାଷ୍ଟ୍ରପ୍ରେମର ନିଦର୍ଶନ। ଏଇଭଳିଆ ଉତ୍ସବରେ ଅନ୍ତତଃ କୌଣସି ଦଳୀୟ ରାଜନୀତି ରଖିବାଟା ଉଚିତ ନୁହେଁ। ବଳିଆ ବାବାଙ୍କୁ ମୁଁ ମୁଣ୍ଡନ ପ୍ରଣାମ ଜଣାଇବି। ସେ ଆଜି ଆମମାନଙ୍କୁ ଆଶୀର୍ବାଦ ଦେଲେ, ତାଙ୍କର ଉଦ୍ଘାଟନ ଉତ୍ସବରେ ଉଦ୍ଘାଟନ କରାଇଲେ, ବାଲିଯାତ୍ରା ଉଦ୍ଘାଟନ କରାଇଲେ। ତେଣୁ ଆମକୁ ଆଶୀର୍ବାଦ ଦେଇଗଲେ। ଆମ ସହିତ ଆମର ବିଧାୟକ ଶାରଦା ଭାଇ ବି ମଧ୍ୟ ଆସିଛନ୍ତି। ଆମେ ଆଜି ଉଦ୍ଘାଟନ ଉତ୍ସବରେ ଏହି କାର୍ଯ୍ୟକ୍ରମ ସରିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି। 7 ଦିନ ଯାକ କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ଫାଷ୍ଟ ଘଣ୍ଟାଏ ଆମର ସଭା ସମିତି ଚାଲିବ, ଏହାପରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ତେଣୁ ମୁଁ ଆପଣ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବି, ସମସ୍ତେ ଆସନ୍ତୁ, ଦଳଗତ ନିର୍ବିଶେଷରେ ଚେଳିତୋଳ ବାଲିଯାତ୍ରାରେ ସମସ୍ତେ ଆସିକରି ସହଯୋଗ କରନ୍ତୁ। ଚେଳିତୋଳ ବନ୍ଦର ଯେଉଁ ବନ୍ଦରର ଇତିହାସ କହୁଛି, ସେ ବନ୍ଦରରୁ ସାଧବ ପୁଅମାନେ ଓଡ଼ିଶାର ନୌବାଣିଜ୍ୟକୁ ସୁଦୃଢ଼ କରିବାକୁ ଜାଭା, ସୁମାତ୍ରା, ବାଲି, ସିଂହଳ ଭଳି ଦ୍ୱୀପକୁ ପରିଭ୍ରମଣ କରିଥିଲେ। ତା ସହିତ ଏ ଅଞ୍ଚଳର ନୌବାଣିଜ୍ୟର ଗାଥାକୁ ସ୍ମରଣ କରିବା ପାଇଁ ଆଜି ତିର୍ତ୍ତୋଲ ମାଟିର ମାନ୍ୟବର ବିଧାୟକ ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ତଥା ସମସ୍ତଙ୍କ ଉଦ୍ୟମରେ ଯେଉଁ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି, ଦୀର୍ଘ 22 ବର୍ଷ ଧରି ଅନୁଷ୍ଠିତ ହେଉଛି। ନିଶ୍ଚିନ୍ତ ଭାବରେ ଏହା ଗୋଟିଏ ସ୍ମରଣୀୟ ଘଟଣା। ତେଣୁ ଏ ଘଟଣାରୁ ଆମେମାନେ ଶିକ୍ଷା ଲାଭ କରିବା ଦରକାର ଯେ ଆମେ କିପରି ଭାବରେ ନୌ ବାଣିଜ୍ୟର ବିକାଶ କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଆମେ ଆଗକୁ ଯିବା, ଓଡ଼ିଶାର ନାଁ ରଖିବା, ଓଡ଼ିଶାର ନାଁକୁ ଟେକ ରଖିବା, ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ସ୍ମରଣୀୟ ଏବଂ ଧ୍ୟେୟ ହେବା ଉଚିତ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ। ତୀର୍ଥକ୍ଷେତ୍ର ଲାଇଭ୍।